ରାଜା ତାଙ୍କ ରାଜନଅର ବୁଲୁଥିଲେ। ବାଟରେ ଦେଖିଲେ ଗୋଟେ ଛୋଟ ପିଲା ମାଟିର ଖେଳଣା ସାଙ୍ଗରେ କ'ଣ ଗପୁଛି। ତାପରେ ସେ ମାଟିର ଖେଳଣାକୁ ଭାଙ୍ଗିକି ଫୋପାଡ଼ି ଦଉଛି। ରାଜା ସେ ପିଲା ପାଖକୁ ଗଲେ, କହିଲେ ତୁ ସେ ମାଟିର ଖେଳଣା ସାଙ୍ଗରେ କ'ଣ କରୁଛୁ? ପିଲା କହିଲା ମୁଁ ତାଙ୍କୁ ରାମ ନାମ ଜପିବାକୁ କହୁଛି, ଆଉ ସେ ଯେତେବେଳେ ମନା କରୁଛନ୍ତି ମୁଁ ତାଙ୍କୁ ଭାଙ୍ଗିକି ଫୋପାଡ଼ି ଦଉଛି। ରାଜା ଭାବିଲେ ଏତେ ଛୋଟ ପିଲା ଆଉ କେତେ ବଡ଼ ତା ଚିନ୍ତାଧାରା। ରାଜା ତାକୁ କହିଲେ ତୁ ମୋ ସାଙ୍ଗରେ ଯିବୁ, ରାଜମହଲରେ ରହିବୁ? ସେ ପିଲା କହିଲା ହଁ ଯିବି, କିନ୍ତୁ ମୋର କିଛି ସର୍ତ୍ତ ଅଛି। ରାଜା କହିଲେ କ'ଣ ସର୍ତ୍ତ? ନା ଯେତେବେଳେ ମୁଁ ଶୋଇବି ତମକୁ ଅନିଦ୍ରା ରହିବାକୁ ପଡ଼ିବ, ଯେତେବେଳେ ମୁଁ ଖାଇବି ତମକୁ ଉପାସ ରହିବାକୁ ପଡ଼ିବ, ଆଉ ଯଦି ମୋ ଉପରେ କିଛି ବିପଦ ଆଇଲା ତମକୁ ସବୁ କିଛି ଛାଡ଼ିକି ମୋ ପାଖକୁ ଆସିବାକୁ ପଡ଼ିବ। ରାଜା ଟିକେ ଭାବିଲେ, ତାପରେ କହିଲେ ଏଟା କେମିତି ସମ୍ଭବ ହବ? ସେ ପିଲା କହିଲା ମୋ ପ୍ରଭୁ ଯିଏ ଅନିଦ୍ରା ରହିକି ମୋତେ ଶୋଇବାକୁ ଦଉଛନ୍ତି, ଯିଏ ଉପାସ ରହିକି ମୋତେ ଖାଇବାକୁ ଦଉଛନ୍ତି, ମୁଁ କେବେ ଡାକେ ନା ତାଙ୍କୁ, କିନ୍ତୁ ଯଦି ମୋ ଉପରେ କିଛି ଅସୁବିଧା ଆସେ ସେ ସାଙ୍ଗେ ସାଙ୍ଗେ ଆସୁଛନ୍ତି ଆଉ ମୋତେ ସାହାଯ୍ୟ କରୁଛନ୍ତି। ହଁ ସାଙ୍ଗ, ମୋର କହିବାର କଥା ଏଇଆ, ଆମେ ସମସ୍ତେ ଜାଣିଛନ୍ତି ବୁଝିଛନ୍ତି ଯେ ଶ୍ରୀ ରାମଚନ୍ଦ୍ର ଆମକୁ ସବୁ ଜିନିଷରେ ସାହାଯ୍ୟ କରୁଛନ୍ତି, ତାଙ୍କ ବିନା କିଛି ନାହିଁ, କିନ୍ତୁ ତାପରେ ବି ଆମେ ତାଙ୍କୁ ଭୁଲି ଯାଉଛେ। ଥରେ କମେଣ୍ଟରେ କହିଦିଅ ଜୟ ଜଗନ୍ନାଥ।